ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡ଼ାସ ପଞ୍ଚାୟତର ସାରପଞ୍ଜା ଗ୍ରାମରେ ପିଲା ଚୋର ସନ୍ଦେହର 2 ଜଣଙ୍କୁ ଅଟକ ରଖି ଜାମକୁଣ୍ଡା ଫାଣ୍ଡିରେ ଜିମା ଦେଲେ ଗ୍ରାମବାସୀ। ସୂଚନା ଅନୁସାରେ ସାରପଞ୍ଜା ଗ୍ରାମର ପାଖାପାଖି 12ଟା ସମୟରେ କିଛି ପିଲା ନିଜ ବାଡ଼ିରେ ଖେଳୁଥିବା ସମୟରେ 2 ଜଣ ବ୍ୟକ୍ତି ଚାଦର ଘୋଡ଼ାଇ ହୋଇ ଗାଁ ରାସ୍ତାରେ ବୁଲାବୁଲି କରୁଥିଲେ ଏବଂ ଖେଳୁଥିବା ପିଲାଙ୍କୁ ହାତ ଠାରି ଡାକୁଥିବା ସମୟରେ ପିଲାଙ୍କ ମାଙ୍କୁ ସନ୍ଦେହ ହୋଇଥିଲା। ପିଲାଙ୍କ ମା ସାହି ପଡ଼ିଶାକୁ ଡାକିଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସନ୍ଦେହ ଜୋର ହୋଇଥିଲା। ବ୍ୟକ୍ତିଙ୍କ ପକେଟରୁ 30,000ରୁ ଉର୍ଦ୍ଧ୍ୱ ଟଙ୍କା ସମେତ ଦୁଇଟି ଆଧାର କାର୍ଡ, ଛୋଟ ବୋତଲରେ କିଛି ପାଣି ଔଷଧ, ବିଭିନ୍ନ ପ୍ରକାର ସିମ୍ ଏବଂ କୋଲଗେଟ୍ ସହିତ 2 ଜଣ ବ୍ୟକ୍ତିଙ୍କୁ ଜାମକୁଣ୍ଡା ଫାଣ୍ଡିରେ ଜିମା ଦେଇଥିଲେ। ଦୀର୍ଘ ଦିନର ଏହି ପିଲା ଚୋରଙ୍କ ସଂଖ୍ୟା ବଢ଼ୁଥିବା ନେଇ ପୋଲିସ ଗ୍ରାମବାସୀଙ୍କୁ ଦାୟୀ କରିବା ସହିତ ଉତ୍ତେଜନା ସୃଷ୍ଟି ହୋଇଥିଲା। ବାଲିଆପାଳ ସବ୍ ଇନ୍ସପେକ୍ଟର ସୁସ୍ମିତା ପାଳ ଏବଂ ତାଙ୍କ ଟିମ୍ ପହଞ୍ଚି ବ୍ୟକ୍ତିମାନଙ୍କୁ ବାଲିଆପାଳ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛନ୍ତି।